ଦେଖନ୍ତୁ ଆଜିର ଯୋଉ ସାମ୍ବାଦିକ ସମ୍ମିଳନୀ ଦୁଇଟି ପରିବାରରେ ପିଲା ଛୁଆ ଖେଳକୁ ନେଇକି ବା ଗାଡି ଶିଖିବାକୁ ନେଇକି ସାଇକେଲ ଚଲେଇବା ଘଟିଛି ଘଟଣା। ସେ ଯୋଉ ରଞ୍ଜିତା ସେଠୀ ବୋଲି ଜଣେ ମହିଳା ସେ ସସ୍ମିତା ସେଠୀଙ୍କ ଘରେ ପଶି ତାଙ୍କୁ ଗାଳିଗୁଲଜ କରି ସେ ପ୍ରତିବାଦ କାହିଁକି ଗାଳିଗୁଲଜ ବୋଲି କହୁଛୁ ବୋଲି ଏମିତି କରୁଛୁ ବୋଲି କହିବାରୁ ତାଙ୍କ ହାତକୁ କାମୁଡ଼ି ଦେଇଛି। 10ଟା ଦାନ୍ତ ବସି ସେଠି ରକ୍ତସ୍ରାବ ହେଇଛି। ସେ ବି ପିପିଲି 6 ନମ୍ବର ପର୍ଯ୍ୟନ୍ତ ଯାଇଛନ୍ତି। ତାପରେ ସେଠି ଆସି ଫାଉଡ଼ା ଧରିକି ଦାଣ୍ଡରେ ଲୋକଙ୍କୁ ହାଣିବାକୁ ଗୋଡ଼େଇଛନ୍ତି। ତାର ଭିଜୁଆଲ ଆମେ ଆପଣଙ୍କୁ ଦଉଛୁ। ବିଗତ ଦିନରେ ନିଜ ସ୍ୱାମୀକି ମଧ୍ୟ ଛୁରାମାଡ଼ କରିଥିଲେ। ସେ ସ୍ୱାମୀ ଆସି ମୋ ପାଖରେ ଅଭିଯୋଗ କରିଥିଲେ। ତାପରେ ଦ୍ୱିତୀୟରେ ସିଦ୍ଧେଶ୍ୱର ମନ୍ଦିରରେ ସେ ମହିଳାଙ୍କ ବାବଦରେ 2-3 ଥର ନ୍ୟାୟ ହେଇଛି। ୟା ଭିତରେ ତୃତୀୟ ପୁରୁଷ ରହୁଛନ୍ତି। ଆମେ ଖୋଜୁଥିଲୁ ଯେ ତୃତୀୟ ପୁରୁଷକୁ ଆଜି ଆମେ ପାଇଗଲୁ। କେମିତି ପାଇଲୁ ନା ପିପିଲି ଥାନାରେ ଦୁଇ ପରିବାରର 2ଟି ମାମଲା ରୁଜୁ ହେଇଛି। ଗୋଟେ ହେଲା 610 ଆଉ ଗୋଟେ ହେଲା 611। କି 2 ଜଣ ସାମ୍ବାଦିକ ଆଉ ଜଣେ ଇଲେକ୍ଟ୍ରିକ୍ ମିଡ଼ିଆ ସାମ୍ବାଦିକ ସେମାନେ କ'ଣ କରିଛନ୍ତି ନା 610ର ମାନେ ଏତଲାର କଥା ଶୁଣି ପକ୍ଷପାତ ନ୍ୟୁଜ୍ ସେ ପେପରରେ କରିଛନ୍ତି। 611 ତ ସେଇ ପିପିଲି ଥାନାରେ ହେଇଛି, ସେ ସାକ୍ଷରପୁର ଥାନାରେ ହେଇନି। ପିପିଲି ଥାନାରେ 2ଟା କହିଛି। 611ଟା ବୁଝିଥାନ୍ତ। ଉଭୟ ପକ୍ଷରୁ ମତ ନେଇକିରି ସତ୍ୟାସତ୍ୟ ଜାଣିଥାନ୍ତ। ସେଠୁ ପବ୍ଲିକ ସର୍ଭେ କରିଥାନ୍ତ। ପବ୍ଲିକ କାହା ରିପୋର୍ଟ କ'ଣ ଦେଉଛନ୍ତି ତାପରେ ନ୍ୟୁଜ୍। କାରଣ ମାନେ ସାମ୍ବାଦିକ ଉପରେ ମାନେ ଗରିବ ଲୋକ ମାନେ ଆଶା କରନ୍ତି ନ୍ୟାୟ ପାଇବା ପାଇଁ। କିନ୍ତୁ ଏ ଯେଉଁ ଲୋକଙ୍କ ବିରୁଦ୍ଧରେ ହେଇଛି ଏମାନେ ହେଉଛନ୍ତି ଗରିବ ଲୋକ। ଯେଉଁ ଲୋକଙ୍କ ଫରେ ନ୍ୟୁଜ୍ ସେମାନେ କରିଛନ୍ତି ସେମାନଙ୍କ ଫ୍ୟାମିଲିରେ ବ୍ୟାଙ୍କ ଚାକିରିଆ ଅଛନ୍ତି, ସେମାନେ ଶିକ୍ଷକ ଅଛନ୍ତି। ପଇସାର ଭରପୁର ସେଠି ପଇସା ଆଶାରେ ସେଠି କରାଯାଇଛି। ଯଦି କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ଆମେ ଦାବି ରଖିବୁ। କ୍ରାଇମବ୍ରାଞ୍ଚ ଅଫିସ ଆଗରେ EOW ଅଫିସ ଆଗରେ ହେଉ କି କ୍ରାଇମବ୍ରାଞ୍ଚ ଅଫିସ ଆଗରେ ହେଉ ଆମେ ଧାରଣା ଦେବୁ। ୟାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଯଦି ଏମାନେ ନିର୍ଦ୍ଦୋଷୀ ହେବେ ତାହେଲେ ନ୍ୟୁଜ୍ କରିଥିବା ସାମ୍ବାଦିକମାନଙ୍କୁ ଆପଣଙ୍କ ଜରିଆରେ ଚେତେଇ ଦେଉଛୁ ତାଙ୍କ ବିରୁଦ୍ଧରେ ସଂଗଠନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ତାଙ୍କ ଅଫିସ ଆଗରେ ହଜାର ହଜାର ମହିଳା ନେଇକି ବସିବ। ଆପଣଙ୍କ ରିପୋର୍ଟର ପିପିଲି ଏରିଆରେ ମିଛ ଖବର ଛାପି ପିପିଲି ଏରିଆକୁ ପିପିଲି ଅରଣ୍ୟ ଯେଉଁ ଅଛି ଶାନ୍ତ ବାତାବରଣକୁ ଖରାପ କରୁଛନ୍ତି। ତେଣୁ ସଂଗଠନ ଦାବି ହେଲା ଆମେ ମଧ୍ୟ ଆଜି କ୍ରାଇମବ୍ରାଞ୍ଚ SP ଆଉ DGଙ୍କୁ ଚିଠି କରିଛୁ। ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆମେ ନିଶ୍ଚିତ ଭାବରେ ତାଙ୍କୁ ସପୋର୍ଟ କରିବୁ। ଆଉ ଗୋଟେ କଥା ମଧ୍ୟ କହି ରଖୁଛୁ, ଯଦି ଏମାନେ ତଦନ୍ତରେ ଦୋଷୀ ବାହାରିବେ ପୋଲିସକୁ ଏ 10 ଜଣଙ୍କୁ ଗିରଫ କରିବା ପାଇଁ ମଧ୍ୟ ପୋଲିସକୁ ସହଯୋଗ କରିବୁ। ମୁଁ ତ କହିସାରିଛି ଏଇଠି ତାର ଅନ୍ତ ହେବ। ଯେଉଁ ପ୍ରାୟୋଜିତ ସବୁ କରୁଛନ୍ତି ନ୍ୟୁଜ୍ କରୁଛନ୍ତି ପଇସା କମେଇବା ପାଇଁ ଏବଂ ଏକତରଫା ନ୍ୟୁଜ୍ କରୁଛନ୍ତି ଏବଂ ଯେଉଁ ଲୋକ ନାଁରେ 10 ଥର ମର୍ଡର କରିଛି ବୋଲି କହିକି ଖବର ଛାପିକି ତାକୁ ସାମ୍ବାଦିକ ସମ୍ମିଳନୀକି ଗେଷ୍ଟ କରିକି ପଇସା ଲାଭ କରୁଛନ୍ତି। ଏସବୁ ଅନେକ କଥା ମୁଁ ଦେଖିଛି ଶୁଣିଛି ଏବଂ ନିଜ ଅନୁଭବୀ। ତେଣୁ ଏଇ ଯେଉଁ ଜିନିଷର ଅନ୍ତ ଖୁବ୍ ଶୀଘ୍ର ପିପିଲିରେ ହେବ। କାହିଁକି ନା ଏ ଗରିବ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ସେମାନେ ପଇସା ଲୋଭରେ ଧନୀ ଲୋକଙ୍କ ନାଁରେ ଫରରେ ସେମାନେ ଦୋଷୀ ଥିଲେ ବି ନିର୍ଦ୍ଦୋଷ କରି ଛାପୁଛନ୍ତି ପେପରରେ, କିନ୍ତୁ ଗରିବ ଲୋକ ନ୍ୟାୟ ପାଆନ୍ତି। ଏମାନେ ହେଉଛନ୍ତି ଦିନ ମଜୁରିଆ ଲୋକ। ମୁଁ ମଧ୍ୟ ସେମାନଙ୍କୁ କହି ରଖୁଛି ଏମିତି ଭୁଲ ଆଗକୁ କରନ୍ତୁନି। କାହିଁକି ନା ସାମ୍ବାଦିକକୁ ଗରିବ ଲୋକମାନେ ଭଗବାନ ସଦୃଶ ଦେଖନ୍ତି। ଗୋଟେ ମିଡ଼ିଆ ପହଞ୍ଚିଗଲେ ସେମାନଙ୍କ ଛାତି କୁଣ୍ଡମୋଟ ହୋଇଯାଏ। ସବୁଯାକ ଭୟ ତାଙ୍କ ମନରୁ ପଳାଏ। ନାଇଁ ମୋ ପାଖରେ ଆସି ଚତୁର୍ଥ ସ୍ତମ୍ଭ ମିଡ଼ିଆ ପହଞ୍ଚିଲେ ମୁଁ ନିଶ୍ଚିତ ମୋ ପାଖରେ ପଇସା ନେଇ ମୁଁ ଆଙ୍କ ଜରିଆରେ ନ୍ୟାୟ ପାଇବି। ଯଦି ନ୍ୟାୟଟା ଦୋଷୀ ଲୋକ ଏବଂ ଧନୀ ଲୋକକୁ ଦିଆଯିବ ପକ୍ଷପାତିତା ଭାବରେ ନିଶ୍ଚିତ ଭାବରେ ଯେଉଁ ଗରିବ ଲୋକଙ୍କର ଆଶା ଭରସା ତୁଟିଯିବ। ତେଣୁ ସଂଗଠନ ଆକୁ ଘୋର ବିରୋଧ କରୁଛି, ନିନ୍ଦା କରୁଛି। ଏବଂ ଯଦି ପୋଲିସ ତଦନ୍ତରେ ପୋଲିସ ବି ଏବେ କାର୍ଯ୍ୟ ମାନେ ତଦନ୍ତ ଚଳେଇ ରଖିଛି, ତଦନ୍ତ ଜାରି ରଖିଛି। ଏମାନେ ନିର୍ଦ୍ଦୋଷୀ ବୋଲି ମାନେ କହିସାରିଛନ୍ତି। ଯଦି ଏମାନେ ନିର୍ଦ୍ଦୋଷୀ ହେଲେ ତାହେଲେ ସାମ୍ବାଦିକ ଏ ଖବର ଛାପିଥିବା ସାମ୍ବାଦିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।